ମୁଁ କାଲିଠୁ ଆଉ ରୋଷେଇ କରିପାରିବିନି ଗୋଟେ ଚାକିରି ଆଣିକି ରଖ। ଆରେ ଏଇ କଥା ଆରେ ଏଇଟା ହଉଛି ମୋ ବାଁ ହାତର ଖେଳ କାଲି ବୋଲେ କାଲି ଆଣିକି ଗୋଟେ ଚାକିରି ଆଣି ରଖିଦେବି ତୁମେ ଜାଣିନ ତମ ହାତର ନା ତମ ରୋଷେଇ କଲ ନା ମତେ ଭାରି ଟେଷ୍ଟ ଲାଗେ। ହଁ ଆରେ ଚାକରଟା ରୋଷେଇ କରିବ ମତେ କଣ ଭଲ ଲାଗିବ? ସାହୁ ବାବୁର ଭାଉଜ ଗୋଟେ ଘରେ ଚାକରାଣୀ ରଖିଛନ୍ତି ତାଙ୍କ ଚାକରାଣୀ ତେଲ ମସଲା ପକେଇକି ଏମିତି ରୋଷେଇ କରୁଛୁ ଯେ ସବୁ ସାହୁ ଖାଇକି ଗୋଟେ ମୋଟା ଯାଇ କେବେ ମେଡିକାଲରେ ପଡିଥିଲେ ବୁଝିପାରୁଛ ନା ବୁଝିପାରୁନୁ ମୁଁ କଣ ଚାହିଁଲେ ତମେ ରଖିପାରନ୍ତିନି ତମ ହାତ ନା ମତେ ଖାଇଲେ କେତେ ଭଲ ଲାଗେ ଜାଣିଛ ନା ସତରେ ମୁଁ କଣ ଚାହୁଁଛି ତମେ ଘରେ ବସିକି ତମକୁ ରୋଗ ହଉ ବୋଲି ତମେ ଯଦି ଘର କାମ କରୁଛ ଭଲ ଅଛ ଆଉ ଚାକରାଣୀ ତମେ ତ ବସିବ ତମକୁ ରୋଗ ହବ ନା ହବନି ମୁଁ ଏଇଥିପାଇଁ ରଖୁନି। ସତ କହୁଛ ମୋ ହାତ ରନ୍ଧା ତମକୁ ଭଲ ଲାଗୁଛି ତମ ହାତର ରୋଷେଇ ନା ପୁରା ଖାଇକି ରୋଷେଇ କଲେ ମୁଁ ଟିକେ ମ୍ୟାଗି କରିଦେବି ଶଳା ଏଇଠି ବିଷ ଖାଇବାକୁ ପଇସା ନାହିଁ ମାଇକିନା କହୁଛି ନା ଚାକରାଣୀ ଆଣିକି ରଖିଦବ। କଣ କହୁଥିଲି କି ମ୍ୟାଗିରେ ଟମାଟୋ ସସ୍ ପକେଇବି ନା ପକେଇବିନି? ଆରେ ଟମାଟୋ ସସ୍ ଚିଲି ସସ୍ ପିଆଜ କୋବି ଯାହା ପାଉଛୁ ପକା ମୋର କିଛି ଅସୁବିଧା ନାହିଁ ପକା 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 ଭଲ ଲାଗୁଛି ବଢିଆ ଚାଟି ପୁରା ଖାଇଦେଉଛି ସାଙ୍ଗେ ସାଙ୍ଗେ ଆଣିବି।